ବ୍ରହ୍ମପୁରରେ ପୋଲିସର ଏନକାଉଣ୍ଟର। ସ୍ଥାନୀୟ ପିତାତଳି ଚିକେଟି ରାସ୍ତାରେ ଗୋଳନ୍ଥରା ପୋଲିସର ଏନକାଉଣ୍ଟର ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ନାୟକ ଆହତ ହୋଇ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି। ସୁନିଲ ନାଁରେ ହତ୍ୟା, ରାହାଜାନୀ, ବୋମାମାଡ଼ ଆଦି ମାମଲାରେ ବିଭିନ୍ନ ଥାନାରେ 20ରୁ ଅଧିକ ମାମଲା ରହିଛି। ଆଠଗଡ଼ ନିକଟବର୍ତ୍ତୀ ଆଙ୍କୁଲାଠାରେ ଭାରସାମ୍ୟରେ ରାସ୍ତା ତଳକୁ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍। ଘଟଣାସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚି ଗାଡିକୁ ଜବତ କରିବା ସହ ଟ୍ରକ୍ ଚାଳକକୁ ଉଦ୍ଧାର କରି ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ଏବଂ ଉକ୍ତ ସିମେଣ୍ଟ ବୋଝେଇ ଟ୍ରକ୍ଟି ଖୁଣ୍ଟୁଣିଠାରୁ ଆଠଗଡ଼ ଆସୁଥିଲା। Preview. Preview. ଅନୁଗୁଳ 55 ନମ୍ବର ଜାତୀୟ ରାଜପଥ ଜରପଡା ନିକଟରେ ଟ୍ରକର ପଛକୁ ପିଟିଲା ଓଏସପି ଯବାନଙ୍କୁ ନେଇ ଯାଉଥିବା ଭ୍ୟାନ୍। ଏଥିରେ 13 ଜଣ ଯବାନଙ୍କ ମଧ୍ୟରୁ 7 ଜଣ ଆହତ ହୋଇଥିବା ବେଳେ 7 ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ଏବଂ ଉକ୍ତ ଯବାନଙ୍କ ଭ୍ୟାନ୍ଟି ଝାରସୁଗୁଡାରୁ ଭୁବନେଶ୍ୱର ଯାଉଥିଲା। Preview. କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ମହିପୁର ଗାଁରେ ଜମିବାଡିକୁ କେନ୍ଦ୍ର କରି ସାନ ଭାଇ ପ୍ରେମାନନ୍ଦ ନାୟକ ବଡ ଭାଇକୁ କୋଦାଳରେ ହାଣିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଜୁନାଗଡ଼ ଥାନା ପୋଲିସ ତଦନ୍ତ ଜାରି କରିବା ସହ ଅଭିଯୁକ୍ତ ସାନ ଭାଇକୁ ଥାନାରେ ଅଟକ ରଖିଛି। Preview. Audio Jungle. Preview. Audio Jungle. Audio Jungle. Preview. ଅଲ୍ ଓଡ଼ିଶା ସିଆରପି ସିଏମ୍ ସଂଘ ପକ୍ଷରୁ ମାସିକ ବେତନ ସହ ଅନ୍ୟାନ୍ୟ ବିଲ୍ ପ୍ରଦାନ ଦାବିରେ ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ଏବଂ ଲୋୟର ପିଏମଜି ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସଂଘର 5 ଜଣିଆ ପ୍ରତିନିଧି ମଣ୍ଡଳୀ ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା ବାବଦରେ ଅବଗତ କରିଛନ୍ତି। Preview. 2023 ପାଇଁ ଘୋଷଣା ହେଲା 71ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଯେଉଁଥିରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କୁ ଯବାନ ଫିଲ୍ମ ପାଇଁ ଓ 12th ଫେଲ୍ ଫିଲ୍ମ ପାଇଁ ବିକ୍ରାନ୍ତ ମାସିଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଘୋଷଣା କରାଯାଇଥିବା ବେଳେ ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଘୋଷଣା ହୋଇଛି। Preview. ଓଡ଼ିଆ ଫିଲ୍ମ ପୁଷ୍କରାକୁ ଜାତୀୟ ପୁରସ୍କାର ଘୋଷଣା ହୋଇଛି। ଏହା ଓଡ଼ିଶା ଏବଂ ଓଡ଼ିଆ ସିନେ ଜଗତ ପାଇଁ ଗର୍ବ ଏବଂ ଗୌରବର ବିଷୟ। ଫଳରେ ସିନେମାର ଅଭିନେତା ଏବଂ ପ୍ରଡକ୍ସନ ହାଉସକୁ ଶୁଭେଚ୍ଛାର ସୁଅ ଛୁଟିଛି। ସେପଟେ ଓଡ଼ିଆ ଫିଲ୍ମ ପୁଷ୍କରା ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଗର୍ବ ଆଣିଥିବା ନେଇ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। Preview. 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 Audio Jungle. Audio Jungle. Preview. ରାଜ୍ୟରେ ଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ପ୍ରତିଷ୍ଠା ହେବ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର। ଏନେଇ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଓ ବିଶ୍ୱବିଦ୍ୟାଳୟର କୁଳ ସଚିବ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଯାଇଛି। Preview.
ଆଜି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର 20ତମ କିସ୍ତି କୃଷକ ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶ ବାରାଣାସୀରେ ଏହି ଅର୍ଥକୁ କୃଷକଙ୍କ ବ୍ୟାଙ୍କ ଖାତାକୁ ପଠାଇବେ ଏବଂ ମୋଟ 9.0 କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ 20,500 କୋଟି ଟଙ୍କା ପ୍ରଦାନ କରାଯିବ। Preview. ଏବଂ ନବରଙ୍ଗପୁର ଓ ଉମରକଟାରେ ନବରଙ୍ଗପୁର ସବ ରେଜିଷ୍ଟ୍ରେସନ କାର୍ଯ୍ୟାଳୟକୁ ଘେରାଉ କଲେ ଜମି ଓ ପ୍ଲଟ ମାଲିକ। ଦୀର୍ଘ 4 ମାସ ହେବ ଜମି ଓ ପ୍ଲଟ ବିକ୍ରି ନ ହେବାରୁ ଜମି ଓ ପ୍ଲଟ ମାଲିକ ନବରଙ୍ଗପୁର ରେଜିଷ୍ଟ୍ରେସନ କାର୍ଯ୍ୟାଳୟକୁ ଘେରାଉ କରିବା ସହ Preview.